କୋଡା ନାଁରେ ସବୁ ସଫା ହଉଛି ଦେଖୁନାହାନ୍ତି। କୋଡା ନାଁରେ ସବୁ ସଫା, ଏଗୁଡା ମୌକା ମିଳିଛି ସଫା କରିଦିଅ। ଏ ହଉଛି ଆଜିର ଚାଲିଛି। ତେଣୁ ଆମେ ଦାବି କରୁଛୁ ଯୋଉ ଦୋକାନୀ ମାନେ ପଡିଯାଇଛି ତାଙ୍କୁ କ୍ଷତିପୂରଣ 5 ଲକ୍ଷ ଟଙ୍କା ଦିଅ। ମାନେ ଏଇ ଦୋକାନୀ ଭାଇ ମାନଙ୍କର କାର ଇନ୍ସୁରାନ୍ସ ନାହିଁ। ଆକ୍ଚୁअली ଇନ୍ସୁରାନ୍ସ କମ୍ପାନୀ ମାନେ ସେମାନେ ଇନ୍ସୁରାନ୍ସ କରୁନାହାନ୍ତି। ସରकारଙ୍କ ପାଖେ ନିବେଦନ ଅଛି ଯେ ଆମେ କୌଣସି ମତେ ଇନ୍ସୁରାନ୍ସ କମ୍ପାନୀ ମାନଙ୍କୁ ରାଜି କରାଇ ପାରନ୍ତି। କଣ ଲାଗିଲା ଆଜ୍ଞା ଆମେ ଦେଖିନି ଆଜ୍ଞା, କିନ୍ତୁ କଣ କହିବା ଆଜ୍ଞା, କିଏ ଶୋଇଥିଲା ମଶା ଧୂପ ଲାଗିଲା କି କରେଣ୍ଟ ଲାଗିଲା କି କିଏ ଲଗେଇଲା ଆଜ୍ଞା କହିବ। ନିଆଁ ଧାସ ଆସିବାରୁ ପଦାକୁ ଆସିକି ଦେଖିଲି ଯେ ନିଆଁ ଲାଗିଯାଇଛି। ଦୋକାନ ଛାଡ଼ି ଦେଇକି ଦୌଡ଼ିକି ପଳେଇ ଗଲୁ ଜୀବନ ବିକଳେ। ଦେଖନ୍ତୁ ଆଜ୍ଞା, ଏଇଭଳି ବାର ବାର ଦୋକାନ ପଡୁଛି। ଅତୀତରେ ଏଇ ମାସେ ତଳେ ପଡିଗଲା, କେବଳ କାଦୁଆ ପକା ରାଜନୀତି ଆରମ୍ଭ ହେଲା। ତେଣୁ ବର୍ତ୍ତମାନ ଯୋଉ ଦୋକାନ ପଡିଛି ଏମିତି ପଡିନଥିଲା କେବେ। ସବୁ ଯାକ ଗରିବ ଲୋକ ସଫା ହେଇଗଲେ। ପାଖାପାଖି ସେପଟେ ପଡିଛି 37, ଏପଟେ ପାଖାପାଖି 60-70 ହବ। ସବୁ ପୁରା ପୂଜା ବଜାର ଅଛି ଆଗକୁ, ସବୁ ଜିନିଷ ଏଠି ଖୁନ୍ky ଦେଇଥିଲେ। ଆମେ କେମିତି କହିବା, ଏଇ ବରଗଛ ପାଖରୁ ନିଆଁ ଲାଗିଲା, ଗୋଟେ ସିଲିଣ୍ଡର ଟାଙ୍କି ଫାଟିକରି ନିଆଁ ସେପଟୁ ଜମ୍ପ କଲା। ଯଦି ସିକ୍ୟୁରିଟି ଥାନ୍ତା, ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜ୍ୟ ସେଠୁ ନେଉଛି, ରାଜ୍ୟ ସରକାର ବି କିଛି ଜ୍ଞାନ ହବା ଦରକାର। ଯଦି ସେଠି ସିକ୍ୟୁରିଟି ଥାନ୍ତା, 4ଟା ସିକ୍ୟୁରିଟି ଚାରିପଟେ ଥାନ୍ତା, ତାকে ଖବର ପାଇ ଯାଇଥାନ୍ତେ, ଆସି ଯାଇ ପହଞ୍ଚି ଯାଇଥାନ୍ତେ। ସେଇଟା ନାହିଁ, ନିଆଁ ନିଭାଇବା ପାଇଁ ଯନ୍ତ୍ର ନାହିଁ, କଣ ହବ ଆଜ୍ଞା? ହଁ, ଫାୟାର ଗାଡି ନିଆଁ ନିଭେଇଲା ବେଳେ ସମସ୍ତେ ଆସିବେ। ଏଇଠି ଏଇ କୋଡା ନାଁରେ ସବୁ ସଫା ହଉଛି ଦେଖୁନାହାନ୍ତି। କୋଡା ନାଁରେ ସବୁ ସଫା, ଏଗୁଡା ମୌକା ମିଳିଛି ସଫା କରିଦିଅ। ଏ ହଉଛି ଆଜିର ଚାଲିଛି। ତେଣୁ ଆମେ ଦାବି କରୁଛୁ ଯୋଉ ଦୋକାନୀ ମାନେ ପଡିଯାଇଛି ତାଙ୍କୁ କ୍ଷତିପୂରଣ 5 ଲକ୍ଷ ଟଙ୍କା ଦିଅ, ସ୍ଥାୟୀ ଦୋକାନ ଘର ଯୋଗାଇ ଦିଅ ଏବଂ ସିକ୍ୟୁରିଟି ରଖ। ଭବିଷ୍ୟତରେ ଯେମିତି ନିଆଁ ନ ଲାଗିବ। ଯୋଉ ବଜେଟ ହେଇଛି ମାର୍କେଟ କମ୍ପ୍ଲେକ୍ସ ହବା ପାଇଁ କୋଟି କୋଟି ଟଙ୍କା ସାଂକ୍ସନ ହେଇଛି, ଆମେ ଆଗକୁ ଶୁଣି ଆଉଛୁ 10 ବର୍ଷ ହେଲା। କଣ ମାର୍କେଟ ହବ, ସେଥିପାଇଁ କ୍ୱାର୍ଟର ଭାଙ୍ଗିଦେଲ କାହିଁ? ସେ ବିକାଶ କାହିଁ? ଯଦି ସେ ବିକାଶ ହେଇଥାନ୍ତା ଆଜି ବିନାଶ ହେଇନଥାନ୍ତା। ତେଣୁ ବିକାଶ କରିବା ଦରକାର ଅଛି, ବିନାଶ ହଉଛି ନା। ହଁ, ଆସିଲେ ମେୟର ତାଙ୍କ ବାଟରେ କହିଲେ, ବିଧାୟକ ତାଙ୍କ ବାଟରେ ଗଲେ। ବାବୁ ସିଂ କହିକି ଯାଇଛନ୍ତି 10 ଦିନ ସମୟ ଦେଇଛି, ମୁଁ 10 ଦିନ ଭିତରେ ଆକୁ ସମାଧାନ କରିବି। ଏହା ହେଇଛି କଥା। ଆମକୁ ଦାବି କରୁଛୁ 5 ଲକ୍ଷ ଟଙ୍କା ଦିଅ ଯାହାର ପୋଡି ଯାଇଛି। ହଁ, ଯୋଉ ଦୋକାନ ପୋଡି ଯାଇଛି ସର୍ବସ୍ୱ ହରେଇଲା, ଟିକେ ବଞ୍ଚିବ କେମିତି ତା ବ୍ୟବସ୍ଥା କର। ଏବଂ ଆଉ ଭବିଷ୍ୟତରେ ପୋଡିବନି, ସ୍ଥାୟୀ ଦୋକାନ ଘର ଯୋଗାଇ ଦିଅ ଏବଂ ସିକ୍ୟୁରିଟି ରଖ। ତମ ମାର୍କେଟ କମ୍ପ୍ଲେକ୍ସରେ ଯୋଉ ବଜେଟ ସିଏ କୁଆଡେ ଗଲା, ତାକୁ ତୁରନ୍ତ ଆରମ୍ଭ କର। ଏମିତି କଣ ବାର ବାର ବିନାଶ ହଉଥିବ ବିକାଶ ନାଁରେ? ବିକାଶ କରିବା ପାଇଁ ବଜେଟ କଲ, କୁଆଡେ ସେ ବଜେଟ ଗଲା? ବିନାଶ ହଉଛି ନା ପୋଡି ଯାଉଛି। ଲୋକ ବଞ୍ଚିବେ କେମିତି? କେମିତି ବଞ୍ଚିବେ? ଭାଷା ନାହିଁ କହିବାକୁ, ଆକୁ ଭାଷା ନାହିଁ ୟାକୁ କହିବା ପାଇଁ। ୟା ପାଇଁ ଆଜିର ବହୁତ ଗୋଟେ ଦୁଃଖଦ ଦିନ। ମାନେ ଆଜି ଗୋଟେ ଦିନ ଯୋଉଟା କି ଉଠା ଦୋକାନୀ ମାନେ ଜେନେରାଲି ସେଲିବ୍ରେଟ କରନ୍ତି, ଆଜି ଜାତୀୟ ଉଠା ଦୋକାନୀ ଦିବସ। କିନ୍ତୁ ଏଭଳି ଦିନରେ ଏଭଳି ଏକ ଦୁର୍ଘଟଣା ହେଇଗଲା ଯୋଉଟା ମାନେ ମୁଁ ତ କହିବି ରାତି ଅଧରେ ନିଆଁଟା ଲାଗିଲା ଆଉ ଇମିଡିଏଟଲି ବ୍ୟାପି ଯାଇଥିଲା। ଏଇ ଗଛ ବି ମତେ ପିଲାମାନେ 1 ନମ୍ବର କହୁଥିଲେ, ଗଛ ଯାଏ ନିଆଁ ଚାଲି ଯାଇଥିଲା। 45 ଜଣଙ୍କର ପାଖାପାଖି ଦୋକାନ ଜଳି ଯାଇଛି। ଆମର ହେଲା ଯେ ପ୍ରଥମ କଥା ତ ଦୁର୍ଘଟଣା ପ୍ରଥମେ ହେଲା, ସବୁବେଳେ ହଉଛି ପ୍ରଥମେ ସିକ୍ୟୁର କେମିତି ରହିବ, ମାନେ କେମିତି ସେଇଟା ଇମ୍ପୋର୍ଟାଣ୍ଟ। ଆଉ ଏଇ ଯୋଉ ହେଇଯାଉଛି ମାନେ ଏଇ ଦୋକାନୀ ଭାଇ ମାନଙ୍କର କାର ଇନ୍ସୁରାନ୍ସ ନାହିଁ। ଆକ୍ଚୁअଲି ଇନ୍ସୁରାନ୍ସ କମ୍ପାନୀ ମାନେ ସେମାନେ ଇନ୍ସୁରାନ୍ସ କରୁନାହାନ୍ତି। ସରକାରଙ୍କ ପାଖେ ନିବେଦନ ଅଛି ଯେ ଆମେ କୌଣସି ମତେ ଇନ୍ସୁରାନ୍ସ କମ୍ପାନୀ ମାନଙ୍କୁ ରାଜି କରାଇ ପାରନ୍ତି ଯେ ୟାଙ୍କର ଇନ୍ସୁରାନ୍ସ ବି ହେଇଯାଉ, ଏ ଯୋଉ କ୍ଷତିଟା ଯୋଉ ହେଇଛି ସେଟା ଆଟଲିଷ୍ଟ କିଛି କମିଯାଆନ୍ତା। ତ ସେଇଟା ପାଇଁ ମୁଁ ରିକ୍ୱେଷ୍ଟ କରିବି ସମସ୍ତ ଉଠା ଦୋକାନୀ ଭାଇ ମାନଙ୍କୁ, ପ୍ରଥମେ ତ ଆମେ ସବୁ ସୁରକ୍ଷା କେମିତି ରହିବ, ଆମ ଦୋକାନ କେମିତି ସୁରକ୍ଷିତ ରହିବ ତା ଉପରେ ଧ୍ୟାନ ଦେବା। ଆଉ ତାପରେ ଆମେ ଗୋଟେ କଥାବାର୍ତ୍ତା ହେଇକି ସରକାରଙ୍କ ସହିତ ଯଦି ଇନ୍ସୁରାନ୍ସ କରାଇ ପାରନ୍ତେ, ତାହେଲେ ନିଶ୍ଚିତ ତାଙ୍କର କିଛି କ୍ଷତି ଆଟଲିଷ୍ଟ ବଞ୍ଚି ଯାଆନ୍ତା। ଦେଖନ୍ତୁ, ଭୁଲ କାହାର ତ ଆମେ କାହାକୁ କହିପାରିବାନି। ଭାଇମାନେ ଦେଖନ୍ତୁ, ଏମାନେ ନିଜ ରୋଜଗାର ମେଣ୍ଟେଇବାକୁ ଆସିଛନ୍ତି। ସେମାନେ ବହୁତ ପରିଶ୍ରମ କରିକି ଏଠି ଦୋକାନ କରିକି ଘର ଚଳଉଛନ୍ତି। ଭୁଲ ତ ତାଙ୍କର ମୁଁ ଜମା କହିବିନି, ତାଙ୍କର ଭୁଲ ଅଛି। ଆମକୁ କିଛି ସ୍ଟେପ୍ସ ନେବାକୁ ପଡିବ। ସେ ସ୍ଟେପ୍ସଟା ନେଇକିନା ଯେମିତି ସବୁ ଆଜିକାଲି ଦେଖନ୍ତୁ ସର୍ଟ ସର୍କିଟ କେତେବେଳେ ବି ରାତି ଅଧରେ ହେଇଯାଉଛି, କୋଉଠି ବି ହେଇଯାଉଛି। ଆଉ ଏଇଟା ପ୍ଲାଷ୍ଟିକ ଆଇଟମ ଥିଲା ଆଉ ରସି ଗୁରା ଥିଲା, ଏତେ ତ ନିଆଁ ଲଗେଇଲେ ଇମିଡିଏଟଲି ବ୍ୟାପିଯିବ। ଆଉ ୱାନ୍ସ କୋଉଠି କେତେବେଳେ କଣ ହେଇଯାଉଛି ତାକୁ ଆମେ କାହାର ଭୁଲ କହିପାରିବାନି ନା। ଆମେ ଗୋଟିଏ କଥା କହିପାରିବା, ଆମେ ପ୍ରିକସନ ନେଇପାରିବା। ଆଉ ଯଦି କିଛି ଦୁର୍ଘଟଣା ହେଇଯାଉଛି ତାର ଯେମିତି ଆଉ ମାନେ କ୍ଷତିଟା କେମିତି କମି ପାରିବ ତା ଉପରେ ଫୋକସ କରିପାରିବା। ତ ତା ଉପରେ ଆମେ ଇନ୍ସୁରାନ୍ସ କମ୍ପାନୀଙ୍କ ସହିତ କଥା ହେଇକି
ଯଦି ଆମେ ଇନ୍ସୁରାନ୍ସ କରିପାରନ୍ତେ ତାହେଲେ ଭଲ ହୁଅନ୍ତା। ଘଟଣା ଘଟଣା ଆଜ୍ଞା ଆମେ କାଲି ସୋମବାର ବଜାର ଥିଲା ଆଜ୍ଞା। ଆଉ ଆମେ ଯେ ପୂଜା ବଜାର ଅଛି ମାଲ ଟିକେ ଅଧିକା ଆଜ୍ଞା 50-60 ପେଟି ନାକେ ଫଳ ଦୋକାନ ଆଜ୍ଞା 50-60 ପେଟି ନାକେ ଫଳ ସବୁ ଆଣିଥିଲୁ। ଆଉ ଏଠୁ ଖୋଲା ଖୋଲି କରିଥିଲୁ ବେପାର ନଥିଲା। ଆମେ ତ ବନ୍ଦ ବାନ୍ଦ କରିକି ରାତି 11ଟାରେ ଆଜ୍ଞା ଘରକୁ ଗଲୁ। ଘରକୁ ରାତି 11ଟାରେ ଯାଇକି ଶୋଇବାକୁ ଯାହାହେଲେ ଖାଇକି ଶୋଇଲା ବେଳକୁ ଆଜ୍ଞା 12ଟା ହେଇଯିବ। ରାତି 1:30 ବେଳେ ଏଠି ନିଆଁ ଲାଗିଗଲା। 2ଟା ବେଳକୁ ଆମ ପାଖକୁ ଫୋନ ଗଲା। ଆମେ 2ଟା ବେଳକୁ ଆଇଲା ବେଳକୁ ଦୋକାନରେ ଆଜ୍ଞା କିଛି ନାହିଁ କି ମାଲ କିଛି ନାହିଁ ସବୁ ଆଜ୍ଞା ପୋଡିକି ଧ୍ୱଂସ ଆଜ୍ଞା। କିନ୍ତୁ କଣ ଲାଗିଲା ଆଜ୍ଞା ଆମେ ଦେଖିନି ଆଜ୍ଞା କିନ୍ତୁ କଣ କହିବା ଆଜ୍ଞା କିଏ ଶୋଇଥିଲା ମଶା ଧୂପରୁ ଲାଗିଲା କି କରେଣ୍ଟରୁ ଲାଗିଲା କି କିଏ ଲଗେଇଲା ଆଜ୍ଞା କହିହବନି। ମୁଁ ଦେଖିନି ଆମେ କିନ୍ତୁ କହିବା ଆଜ୍ଞା। ମାଲ ଥିଲା ଆଜ୍ଞା ଯାହାହେଲେ 1.5 ଲକ୍ଷ ଟଙ୍କାର ମାଲ ଥିଲା। 1.5 ଲକ୍ଷ ଟଙ୍କାର ମାଲ ଥିଲା ଆଜ୍ଞା। ସେଉ ତ ଆଜ୍ଞା ପେଟି ଆଜ୍ଞା 1500, 2000, 3000 ଟଙ୍କା ପେଟି। ବେଦନା ପେଟି 1500 ଟଙ୍କା। ଅଙ୍ଗୁର ପେଟି 1500 ଟଙ୍କା। କମଳା ଦା ଆଜ୍ଞା କିଲୋ 60 ଟଙ୍କା। ଆଉ ସବୁଥିରୁ ଆଜ୍ଞା 40-50 ପେଟି ନାକେ ଆଣିଥିଲି ପୂଜା ବଜାର ଥିଲା। ଆଜ୍ଞା ଭର୍ତ୍ତି କରିଥିଲି ସରସ୍ୱତୀ ପୂଜା ଅଛି ବୋଲି ଆଜି ବେପାର ହେଇଥାନ୍ତା ଆଉ ରାତିରେ ଏଇ ଦୁର୍ଘଟଣା ହେଲା ଆଜ୍ଞା। ଏଇଟା ଆଜ୍ଞା ଆମର ଏପଟେ ମୁଁ ଦୋକାନ କଲିଣି 35 ବର୍ଷ ହେଲା ଏଠି କିନ୍ତୁ ଆମର ଏପଟେ ନିଆଁ ଲାଗିନଥିଲା। କିନ୍ତୁ ଏଇପଟୁ ନିଆଁଟା ଆଜ୍ଞା ଏଇପଟ ପ୍ଲାଷ୍ଟିକ ଦୋକାନ ଯୋଉ ନିଆଁ ଲାଗିଲା ନିଆଁ ଲାଗିବା ଫଳରେ ଯୋଉ ତାର ଆଜ୍ଞା 9 ତାର ଯାଇଛି ସେ ତାରଟା ଛିଣ୍ଡିକିନି ଯାଇକି ସେପଟେ ପଇଲା। ସେପଟେ ଯେତେବେଳେ ପଇଲା ସିଏ ତୁ ଦେଇକି ଜଳିଲା କି ଆଉ କଣ। ମାର୍କେଟରେ ଆଜ୍ଞା ଆମର ହଉଛି 35 ଦୋକାନ। ଏପଟେ କେତେ ଦୋକାନ ଲାଗିଛି ସେଇ 30ଟା ଖଣ୍ଡେ ହବ ଏପଟେ ବୋଧେ। ଆମର ହଉଛି 70 ଦୋକାନ ଆଜ୍ଞା। 70 ଦୋକାନ। 70 ଦୋକାନରୁ 35ଟା ଦୋକାନ ପୋଡିଯାଇଛି। ଆଜ୍ଞା 25 ଦେଇଛନ୍ତି କହିଲେ ବୁଝିବେ ବୋଲିକି କହିଛନ୍ତି ଆଜ୍ଞା। ଆମର ପାନ ଦୋକାନ। ଆମର ତ ଏଠି ବାପା ରହିବାର 30-40 ବର୍ଷ ପାଖାପାଖି ହବ। ମୁଁ ହ୍ୟାଣ୍ଡିକ୍ୟାପ୍ଟ ହେଇଗଲା ପାଖରୁ ଏଇଠି 18 ବର୍ଷ ହେଲା ମୁଁ ଦୋକାନ କରିକି ବସିଛି। ଘଟଣା କେମିତି ଘଟିଲା ମୁଁ ଆଜ୍ଞା ଜାଣିନି। ମୁଁ ତ ଶୋଇବାକୁ ଯାଉଥିଲି ଆଉ ନିଆଁ ଧାସ ଆସିବାରୁ ପଦାକୁ ଆସିକି ଦେଖିଲି ଯେ ନିଆଁ ଲାଗିଯାଇଛି। ଦୋକାନ ଛାଡ଼ି ଦେଇକି ଦୌଡ଼ିକି ପଳେଇ ଗଲୁ ଜୀବନ ବିକଳେ। ଆଜ୍ଞା ସେଟା ମୁଁ କହିପାରିବିନି ଆଜ୍ଞା। 1:30 ଟାଇମରେ ମୁଁ ଦେଖିଲି ଯେ ନିଆଁ ଲାଗିଛି। କ୍ଷୟକ୍ଷତି କଣ ମୋର ତ ସବୁ ତ କିଛି ତ ନାହିଁ ସବୁ ପୋଡି ଯାଇଛି ନଷ୍ଟ ହେଇଯାଇଛି ସବୁ। ଦୋକାନ ଡକୁମେଣ୍ଟ ଆଉ ବ୍ୟାଙ୍କ ଡକୁମେଣ୍ଟ ଏରିକା ଏମିତିଆ ସବୁ ଲୁଗାପଟା ମୁଁ ଯାହା ପିନ୍ଧିଛି ସେତିକି ଅଛି ଆଉ ସବୁ ନଷ୍ଟ ହେଇଯାଇଛି। ଆଉ ସରକାରକୁ କଣ ସାହାଯ୍ୟ କରିବି। ସରକାର ଯଦି ଟିକେ ଦୁଃଖ ବୁଝନ୍ତେ ତାହେଲେ ଉପକୃତ ହୁଅନ୍ତି। ଆଉ ସବୁ ଆସିଥିଲେ ତ ସେ ତ ଲେଖାପଢା କରିକି ଯାଇଛନ୍ତି କିଛି ପ୍ରତିଶ୍ରୁତି ଦେଇନାହାନ୍ତି। ସେମାନେ କଣ କରିବେ କଣ ନାହିଁ ଏଟା ମୁଁ ଆଉ କେମିତି କହିବି। ଯେମିତି ସୁବିଧା ହବ ମତେ ଯଦି ଟିକେ କେବିନ ଭଳିଆ କରିକି ଦେବେ ତାହେଲେ ମତେ ଟିକେ ଭଲ ହବ। ଏଟା କେମିତି କଣ କରିବା ଏମିତିଆ କରିକି ଚଳିବାକୁ ପଡିବ ଆଉ କଣ କରିବା। ଏଇ ସରକାର ତରଫରୁ ଯଦି ସାହାଯ୍ୟ କିଛି ମିଳିବ ତାହେଲେ ଉପକୃତ ହେବି ଆଉ।